ଜୟ ଜଗନ୍ନାଥ। ଚମ୍ପା ମଲ୍ଲି ତୁଳସୀ ପତ୍ରକୁ ନେଇ ଗୁନ୍ଥିଥିବା ଏ ଫୁଲହାରଟି ଆପଣମାନେ ଦେଖି ସାରିଛନ୍ତି ଆଉ ମୋତେ ବହୁତ ପ୍ରଶଂସା କରିଛନ୍ତି। ସତ କହିବାକୁ ଗଲେ ଫୁଲମାଳଟିଏ ଗୁନ୍ଥିଲେ କିଛି ପ୍ରଶଂସା ଯେ ମିଳିଯିବ ସେଇଟା ମୋର ଉଦ୍ଦେଶ୍ୟ ନୁହେଁ, ବା ଯେକୌଣସି ମାଳ ଗୁନ୍ଥୁଥିବା ମଣିଷମାନଙ୍କର ଉଦ୍ଦେଶ୍ୟ କେବେ ହେଲେ ହେଇନଥିବ। ତାହା ଯଦି ହେଇଥାନ୍ତା, ଶ୍ରୀମନ୍ଦିର ଭିତରେ ବସି ମାଳ ଗୁନ୍ଥୁଥିବା କେତେ କେତେ ମା' ଭଉଣୀ କାହାଠୁ ବା ପ୍ରଶଂସା ପାଉଛନ୍ତି? କିଏ ଜାଣୁଛି କେଉଁ ମାଳଟି କିଏ କରିଛି କାଳିଆ ସାଆନ୍ତଙ୍କ ପାଇଁ? ସେମାନେ କିନ୍ତୁ ଅନବରତ ସେଠି ମନ ଲଗେଇ ମାଳ ଗୁନ୍ଥି ଚାଲିଛନ୍ତି। ମୁଁ ଭାବେ ମୋ ଘର ତ ପାଖରେ ନୁହଁ, ଜଗା ମୋତେ ସେତିକି ଆଶୀର୍ବାଦ କରିନାହାନ୍ତି, ନହେଲେ ମୁଁ ବି ଯାଇ ସେଇଠି ବସି ମାଳ ଗୁନ୍ଥନ୍ତି। ସେଠିକି ତ ଯାଇପାରିବିନି, ଏଇଠି ବସି ମାଳ ଗୁନ୍ଥୁଛି। ଦେଖିଲେ ମଲ୍ଲି ଆଉ ବଉଳର ଏ ମାଳଟି ଆପଣମାନଙ୍କୁ କେମିତି ଲାଗୁଛି? ପ୍ରଚୁର ବଉଳ ଫୁଲ ଫୁଟୁଛି ଏବେ ବର୍ଷା ହେବାରୁ, ହେଲେ ତାକୁ ଗୋଟେଇ ମାଳ ଗୁନ୍ଥିବା କାଠିକର ପାଠ। ସବୁଦିନ ଯେ ଇଏ ଗୋଟେଇ ପାରିବେ, ଅନ୍ୟ କିଛି କାମ ଥିବ, ପିଲାମାନଙ୍କୁ ସହାୟତାରେ ବି ମୁଁ କେବେ କେବେ ଫୁଲ ଗୋଟାଏ। ଦେଖିଲେ ତ ବାଡ଼ିରେ ମଲ୍ଲି ଫୁଟୁଛି ଆଉ ବଉଳ ଫୁଲ ଗୋଟେଇ ଆଣି ମୁଁ ସିଏ ମାଳଟି ଗୁନ୍ଥିଥିଲି। ସବୁଦିନ ଏକା ଏକା ମାଳ ଗୁନ୍ଥି ଠାକୁରଙ୍କୁ ଦେଲେ ମୋ ମନଟା ବି ବୁଝେନି। ଆଜିର ମାଳଟା ଟିକେ ଅଲଗା ଥିଲା, ଆଉ ସତ କହିବାକୁ ଗଲେ ଏ ମାଳଟି ମୋତେ ବହୁତ ଭଲ ଲାଗୁଥିଲା। କାହିଁକିନା ଘିଅ କଲର୍ ବା ଫିକା ରଙ୍ଗର ବଉଳ ଫୁଲ, ମଲ୍ଲି ଫୁଲ, କିଛି ଟଗର ଆଉ ନିଆଳି। ମୁଁ ଦେଖାଇ ଦେଉଛି ଆପଣମାନଙ୍କୁ। ଏଇଟା ତ ହେଲା ବଉଳ, ଏଇଟା ମଲ୍ଲି, ଆଉ ସେ ନାଲ ଫୁଲଟା ନିଆଳି ନା ଆଉ କ'ଣ କୁହନ୍ତି କି? ଯଦି ମୁଁ କିଛି ଭୁଲ ନାଁ କହୁଥିବି ବା ଆପଣଙ୍କ ଆଡ଼େ ଏ ଫୁଲର ନାଁ କ'ଣ ମୋତେ ନିଶ୍ଚୟ ଜଣାଇବେ। ଆଉ ଏଇ ଫୁଲଟି ମାଳଟି ଗୁନ୍ଥିଲା ବେଳେ ମୁଁ ଲାଇଭ୍ କରିନଥିଲି, କାହିଁକି ନା ସେ ମାଳଟି ଭାରି ସୂକ୍ଷ୍ମ ଥିଲା। ତା ପରଦିନ ମୁଁ କିଛି ମନ୍ଦାର ଆଉ ଟଗର ଫୁଲ ଧରି ଚାଲି ଆସିଲି। ଭାବିଲି ଆଜି ତ ଆଉ କିଛି ଫୁଲ ନାହିଁ, ଏଇଥିରେ ମାଳ ଗୁନ୍ଥି ଦେବି। କିନ୍ତୁ ମୁଁ ବାରିଆଡ଼ୁ ଆସି ଦେଖିଲା ବେଳକୁ ମୋ ପାଖରେ ବହୁତ ଚମ୍ପା ଫୁଲ ପହଞ୍ଚି ଯାଇଛି। କହିଥିଲି ନା, ମୋର ଜଣେ ଅନ୍ତରଙ୍ଗ ଖୁଡ଼ି ଶାଶୁ ଅଛନ୍ତି, ସେ ହିଁ ପଠାଇ ଦେଇଥିଲେ। ଆଉ ତାଙ୍କ ସୁନା ପୁଅ ଆଣିକି ମୋତେ ଫୁଲତକ ଦେଇଗଲେ। ହେଲେ ସେତେବେଳକୁ ମୁଁ ମନେ ମନେ ଏଇ ମାଳର ଯୋଜନା କରିଥିଲି, ଆଉ ସେଇ ଅନୁସାରେ ଫୁଲ ତୋଳି ଆଣିଥିଲି। ତାକୁ ନେଇ ଠାକୁରଙ୍କୁ ଦେଇଦେଲି, ଆଉ ସୁଲୁକୁ କହିଲି ମୋତେ ଟିକେ ସାହାଯ୍ୟ କରିବାକୁ। ଏତେ ଗୁଡ଼େ ଚମ୍ପା ଫୁଲ କ'ଣ କରିବି, କେମିତି ପଠେଇବି ଜଗନ୍ନାଥଙ୍କ ପାଖକୁ, ଏଇଆ ଭାବୁଛି। ମଝିଆ ପୁଅ ଆସି କହିଲା, ବୋଉ ମୁଁ 10:30 ବେଳେ ଟିକେ ଭୁବନେଶ୍ୱର ଯିବି। ଓହୋ, ମୋ ମନଟା ଭିତରେ ଭିତରେ ନାଚିଗଲା। ମୁଁ ଯଥାସମ୍ଭବ ଚଞ୍ଚଳ ମାଳ ସବୁ ତିଆରି କରିବାକୁ ଲାଗିଲି। ପ୍ରଥମ ସୂତାଟି ମୁଁ ଆମ ଠାକୁରଙ୍କୁ ଦେବା ଉଦ୍ଦେଶ୍ୟରେ ଗୁନ୍ଥିଥିଲି, କାହିଁକିନା ସେତେବେଳକୁ ମୁଁ ଜାଣିନଥିଲି ଯେ ମୋ ପୁଅ ଭୁବନେଶ୍ୱର ଯିବ। ଯାହା ପାଇଁ ଯେଉଁ ମାଳଟି ଗୁନ୍ଥିଥାଏ ତାଙ୍କୁ ହିଁ ଦେଇଦିଏ, ନହେଲେ ମୋତେ ଭଲ ଲାଗେ ନାହିଁ। ସେ ମାଳଟି ନେଇ ମୁଁ ଠାକୁରଙ୍କୁ ପିନ୍ଧେଇ ଦେଲି। ଆଉ ଆମ ବାଡ଼ି ଫୁଲର ତ ଏ ମାଳଟା ମୁଁ ସକାଳୁ ଯୋଜନା କରିଥିଲି। ସେ ମାଳ ଦୁଇଟି ଠାକୁରଙ୍କୁ ପିନ୍ଧେଇ ଦେଲା ପରେ ମୁଁ ଲାଗି ପଡ଼ିଲି ଚମ୍ପା ଫୁଲ ମାଳ ଗୁନ୍ଥିବାକୁ। ଯାହା ହେଉ ସେଇ ସମୟ ଭିତରେ ମୁଁ ଠିକ୍ଠାକ୍ ମାଳତକ ଗୁନ୍ଥି ପାରିଲି। ସତ କହୁଛି, ତାଙ୍କ ଇଚ୍ଛା ବିରୁଦ୍ଧରେ କିଛି ହୁଏ ନା। ତାଙ୍କର ଆଜି ଚମ୍ପା ମାଳ ପିନ୍ଧିବାକୁ ଇଚ୍ଛା ଥିଲା, ସେଇଥିପାଇଁ ପୁଅ ବି ବାହାରିଲା, ଆଉ ମୁଁ ବି ଏତେ ଶୀଘ୍ର ମାଳ ଗୁନ୍ଥିଦେଲି। ଆପଣମାନେ ଯିଏ ମାଳ ଗୁନ୍ଥୁଥିବେ, ଟିକେ ଟାଣ ଫୁଲର ମାଳ ଗୁନ୍ଥିବାକୁ ସମୟ ଲାଗେ। ଛୁଞ୍ଚି ପାସ୍ କରିବା ବେଳକୁ ଅଧୈର୍ଯ୍ୟ ହେଲେ ଫୁଲ ଛିଣ୍ଡିଯାଏ। ତେଣୁ ମୋ ମନ ଭିତରେ ଗୋଟେ ଭୟ ଥିଲା, କାଳେ ମୁଁ ମାଳ କରିପାରିବିନି। ସେ ତ ଚତୁର୍ଦ୍ଧା ମୂର୍ତ୍ତି, ଜଣକୁ କ'ଣ ଦେଇହେବ? ପ୍ରଥମ ମାଳଟି ବଡ଼ ଭାଇ ବଳଭଦ୍ରଙ୍କର, ଆଉ ଏଇଟା ଛୋଟ ମାଳଟା ସୁଭଦ୍ରାଙ୍କର ଥିଲା, ମା ସୁଭଦ୍ରାଙ୍କର। ମୁଁ ବଳଭଦ୍ରଙ୍କ ମାଳ ପରେ କାଳିଆ ସାଆନ୍ତଙ୍କ ମାଳଟିକି ଜରିରେ ପୂରେଇ ଦେଲି। ଦେଖନ୍ତୁ, ଇଏ ହେଲା 2 ନମ୍ବର ମାଳ। ତାପରେ ଛୋଟ ମାଳଟି ତ ମାଆଙ୍କର, କୁନି ଭଉଣୀଟି ମଝିରେ ବସିଛନ୍ତି, ଛୋଟ ମାଳଟିଏ ଦେଲେ ବି ତାଙ୍କୁ ହେଇଯାଏ। ତେଣୁ ପ୍ରଥମ ବଡ଼ ମାଳ ଦୁଇଟା କରିଦେଲା ପରେ ମୁଁ ଛୋଟିଆ ମାଳଟିଏ କରେ ମା ପାଇଁ। ଆଉ ମାଆର ମାଳ ହେଇଗଲା ପରେ ଆଉ ଗୋଟିଏ ମାଳ କରେ ମହାପ୍ରଭୁ ସୁଦର୍ଶନଙ୍କ ପାଇଁ। ତାଙ୍କ ପାଇଁ ବି ଛୋଟ ମାଳଟି ହିଁ ଦରକାର। କିନ୍ତୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ 2ଟି 3ଟି ମାଳ ଦେଇହେବନି, ଏମିତି 4ଟି ମାଳ କରେ, ନହେଲେ ଗୋଟିଏ ବଡ଼ ମାଳ କରିଦେଲେ ସମସ୍ତଙ୍କୁ ମିଶାଇକି ସେ ମାଳଟି ଦିଆହୁଏ। ମାଳ ଚେଟିକୁ ବାନ୍ଧି ବୁନ୍ଧି ପୁଅ ହାତରେ ଦେଇ ମନଟି ଭାରି ଖୁସି ହେଇଗଲା। ତା ପରଦିନ ପୁଣି କ'ଣ କରିବି? ସେଦିନ କିଛି ଫୁଲ ତୋଳି ଆଣି ମାଳ ଗୁନ୍ଥିଲି। ଏବେ କାହିଁକି ଟିକେ ମୁଁ ଜଲ୍ଦି ଛୁଞ୍ଚିରେ ସୂତା ପୂରେଇ ପାରୁନି। ଅବଶ୍ୟ ଗୁହାଳୁ ଆସିକି ଘରେ ପହଞ୍ଚିଲା ବେଳକୁ ହାତ ଗୋଡ଼ ଥରୁଥାଏ, ସୂକ୍ଷ୍ମ କାମ କରିବାକୁ ଇଚ୍ଛା ହୁଏନି।
କିନ୍ତୁ ଆଜୀବନ ମୋତେ ମାଳ ଗୁନ୍ଥିବାକୁ ଭଲ ଲାଗେ। ଏଇଟା ମୋର ଖୁସି। ମୋତେ ଲାଗେ ମୁଁ ପ୍ରଭୁଙ୍କ ପାଇଁ ଏତିକି ହିଁ ତ କରିପାରୁଛି। ସେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ନାଥ, ସବୁ ଆମକୁ ଦେଇଛନ୍ତି। ଟିକିଏ ପରିଶ୍ରମ କରି ତାଙ୍କରି ଆଶୀର୍ବାଦରେ ଫୁଟିଥିବା ଫୁଲକୁ ମାଳଟିଏ କରି ଦେଇପାରିବିନି। ଏଦିନ ମୁଁ ସୁନ୍ଦର ଲକେଟ୍ଟିଏ କରିଥିଲି। ଆଉ ଏଇଭଳି ଲକେଟ୍ଟିଏ ଶିଖିବା ପାଇଁ କେହି ଜଣେ ଅନୁରୋଧ କରିଥିବାରୁ ଫେସବୁକ୍ ପେଜ୍ରେ ତା'ର ଲାଇଭ୍ ବି କରିଥିଲି। ଆଜି ଆପଣମାନଙ୍କୁ ସେଇଟା ଦେଖାଇ ଦେଉଛି। କିଛି କଷ୍ଟ ନାହିଁ ମ। 3ଟି ଛୁଞ୍ଚିରେ ସୂତା ପୁରେଇବେ, ଲକେଟ୍ଟି କରିଦେଲା ପରେ 2 ପଟକୁ 2ଟା ସୂତା ଧରି ମାଳ କରିବେ। ଯଦି ଆପଣମାନେ ଚାହିଁବେ ମୁଁ ୟୁଟ୍ୟୁବରେ ବି କେବେ ଥରେ ଏଇଟା ଲାଇଭ୍ କରିଦେବି, କିନ୍ତୁ ସତ କହିବାକୁ ଗଲେ ମାଳ ଗୁନ୍ଥା ଭିଡ଼ିଓ ଲାଇଭ୍ କରିବା ପାଇଁ ଏତେ ଭଲ ଲାଗେନି। ଆଉ ୟୁଟ୍ୟୁବରେ ତ ଆମେ ବହୁତ କଥାବାର୍ତ୍ତା ହୁଅନ୍ତି, ଦୁଃଖ ସୁଖ ହୁଅନ୍ତି। ସେଥିପାଇଁ ୟୁଟ୍ୟୁବ୍ ଲାଇଭ୍ ବେଳେ ମୁଁ ମାଳ ଗୁନ୍ଥା କାର୍ଯ୍ୟକ୍ରମ ଆଜି ଯାଏ ପ୍ରାୟ କେବେ ରଖିନି। ତା ମଝିରେ ଦିନେ ପୁଣି ମନେ ପଡ଼ିଗଲା ଆମ ଜୀବନ ସରାଗ ନାଟୁଆ ଦଳ ବହୁତ ଦିନ ହେଲା ନାଚ କରିନୁ। ତେଣୁ ବାରିଆଡ଼େ କ'ଣ ନାଚ କରିବୁ, ଯାହା ଟିକେ ତ ଡେଇଁବା କଥା। ଆଉ ଆମେ କେଉଁ ନାଚ ଶିଖିଛୁ ନା କ'ଣ? ପିଲାଗୁଡ଼ାକ ମୋର ଖୁସି। ଆଉ ଆପଣମାନେ ବି ବହୁତ ଭଲ ପାଇବା ଦେଇଥିଲେ ଏଇ ନାଚରେ। ଆମେ ଏମିତି ଡିଆଁକୁଦା କରି ସେଥିରେ ପୁଣି କିଛି ସମୟ କଟେଇ ଦେଲୁ। ଏ ଭିତରେ ଶିବ ଆସିନି। ସବୁଦିନ ଗାଧେଇକି ମୁଣ୍ଡ ଧୋଇବାକୁ ପଡ଼ୁଛି। ଗାଈମାନେ ଲାଙ୍ଗୁଡ଼ ଛାଟି ଦେଉଛନ୍ତି ନା। ଗତକାଲି ଶିବ ଆସି ପହଞ୍ଚିଗଲା। ଆଜି ମୁଁ ଭାବିଲି ସୋମବାରଟା, ପୁଅ କହିଛି ମନ୍ଦିରକୁ ଯିବ, ତା ପାଇଁ କ'ଣ ମାଳ କରିବି। ହଉ ଦେଖିବା। ଯାହା ଫୁଲ ଥିଲା ବାଡ଼ିରୁ ତୋଳି ଆଣି ଘରେ ପହଞ୍ଚିଲା ବେଳକୁ ଆଜି ବି ପହଞ୍ଚି ଯାଇଛି ଚମ୍ପା ଫୁଲ। ତେଣୁ ଆଜି ମୁଁ ପୁଣି ମହାଦେବଙ୍କ ମନ ଲାଖି କିଛି ଫୁଲ ଆମ ବାଡ଼ିରୁ ତୋଳି ଆଣିଲି। ମହାଦେବ ଆଉ କ'ଣ ଭଲ ପାଆନ୍ତି କି? ଦୁଦୁରା, ଅରଖ, ବଉଳ ଆଉ ବେଲପତ୍ର। ମୁଁ କିଛି ବେଲପତ୍ର ଆଣିଲି। ଆଜି କାହିଁ ଦୁଦୁରା ଫୁଲ ଫୁଟି ନଥିଲା। ଆଉ ମୁଁ କିଛି ଅରଖ ଫୁଲ ଆଉ ବେଲପତ୍ର ନେଇ ଆସି ପୁଣି ମାଳ ଗୁନ୍ଥିବାରେ ଲାଗି ପଡ଼ିଲି। ଏଥର ମାଳଟି 2ଟି ମାଳ। ଗୋଟିଏ ହେଉଛି ଆମ ଘରେ ମହାପ୍ରଭୁଙ୍କର, ଯିଏ ମୋର ଜଗତଗୁରୁ, ମୋର ସବୁ, ମୋ ଜୀବନର କ'ଣ କହିବି, ପ୍ରଥମ ପ୍ରଣାମର ଅଧୀଶ୍ୱର ଗୁରୁଦେବଙ୍କ ପାଇଁ ଗୋଟିଏ ମାଳ ନିଶ୍ଚୟ କରିବି। ଏତେ ଫୁଲ ଅଛି। ଆଉ ପୁଅ ତ କହିଥିଲା ମନ୍ଦିରକୁ ଯିବ, ବାଲୁଙ୍କେଶ୍ୱର ମନ୍ଦିର ତମାଣ୍ଡ, ତା ପାଇଁ ଗୋଟେ ମାଳ କଲି। ମୁଁ ସୋମବାର ଦିନ ଠାକୁରଙ୍କୁ ନିଗମେଶ୍ୱର ଭାବେ ପୂଜା କରେ। ତେଣୁ ଠାକୁରଙ୍କ ମାଳରେ ବି କିଛି ବେଲପତ୍ର ଦେଇକି ଗୁନ୍ଥିଦେଲି। ମୁଁ ଠିକ୍ ମାଳ ଗୁନ୍ଥି ସାରିଲା ବେଳକୁ ମୋ ନାତି ଦିହେଁ ଗାଧେଇ ପାଧେଇ ଆସି ପହଞ୍ଚିଗଲେ। ଏ ମାଳ 2ଟା ଦୂରରୁ ଏକା ଦେଖାଯାଉଥିଲେ ବି ପ୍ରକୃତରେ ଭିନ୍ନ ଭିନ୍ନ ଥିଲା। ସେଇଥିପାଇଁ ଆପଣଙ୍କୁ ଗୋଟିଏ ପ୍ରଶ୍ନ ରଖିଥିଲି, ଏ ମାଳରେ କ'ଣ ଭିନ୍ନତା ଅଛି? ଠାକୁରଙ୍କ ପାଇଁ ଗୁନ୍ଥିଥିବା ମାଳରେ ମୁଁ ମଲ୍ଲି ଫୁଲ ଦେଇଥିବା ବେଳେ ମହାଦେବଙ୍କ ପାଇଁ ଗୁନ୍ଥିଥିବା ମାଳରେ ଅରଖ ଫୁଲ ଦେଇଥିଲି। ନହେଲେ ଅନ୍ୟ ପ୍ରାୟ ସବୁ ଫୁଲ ସମାନ ଭାବରେ ଥିଲା। ଆଉ ବେଲପତ୍ର ବି ଥିଲା। ଏ ମାଳ ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କହିବେ। ମୁଁ ମାଳ ଗୁନ୍ଥିବାରେ ଗୋଟେ ଅପୂର୍ବ ଆନନ୍ଦ ପାଏ। ଆଉ ଏ ଫୁଲ ଦେଖିଲେ ଆତ୍ମହରା ହେଇଯାଏ। ଆମର ଗୋଟେ ଚମ୍ପା ଗଛ ଥିଲା, ମରିଯାଇଥିଲା। ମୁଁ ମନ ଦୁଃଖ କରୁଥିଲି, କିନ୍ତୁ ଯାହା ହଉ ଖୁଡ଼ି ଗଣ୍ଡିଏ ଗଣ୍ଡିଏ ଫୁଲ ପଠେଇ ମୋତେ ଏତେ ଉତ୍ଫୁଲ୍ଲିତ କରୁଛନ୍ତି ମୁଁ ଭାଷାରେ କହିପାରିବିନି। ଆଉ ମୁଁ ଜାଣିଛି ଏ ଫୁଲ ଗୁନ୍ଥା ପାଇଁ ପ୍ରଥମ କୃତଜ୍ଞତା ମୁଁ ସେଇ ଚମ୍ପା ଗଛକୁ ଯିଏ ଲଗେଇଥିଲେ ତାଙ୍କୁ ଦେଉଛି, ଆଉ ସେଇ ଚମ୍ପା ଗଛକୁ ବି ଦେଉଛି। ତାପରେ ଯିଏ ତୋଳିଲେ, ଯିଏ ଆଣିକି ଦେଲେ, ମୁଁ ମାଳ ଗୁନ୍ଥିଲି, ପୁଣି ମାଳକୁ ନେଇକି ଯିଏ ଠିକ୍ ଜାଗାରେ ପହଞ୍ଚେଇଲେ। ଏମିତି 5 ହାତ ଏକାଠି ନହେଲେ କେବେ ବି ଗୋଟେ ଭଲ କାମ ହେଇପାରେ ନାହିଁ। ଏବେ 5 ହାତ ଏକାଠି କରି ଖରାପ କାମ କରିବାର ଅନେକ ନମୁନା ଆମେ ଦେଖୁଛେ। କିନ୍ତୁ ଆମେ ଛୋଟ ଛୋଟ କଥାରେ ନିଜକୁ ମଗ୍ନ ରଖି ଆଧ୍ୟାତ୍ମିକବାଦୀ ହେଲେ ମନରେ ଶାନ୍ତି ଭାବ ଆସିବ ବୋଲି ମୋର ଧାରଣା। ତେଣୁ ମୁଁ ଭାବୁଛି ଏ ବୟସରେ ଏଇ କର୍ମ ହିଁ ମୋ ପାଇଁ ସବୁଠୁ ବେଶୀ ଆନନ୍ଦଦାୟକ। ପ୍ରଭୁ ଜଗନ୍ନାଥ ମୋତେ ଏତିକି ସୁଯୋଗ ଦିଅନ୍ତୁ।